ଖଣି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରୁଛି ଧିଙ୍ଗିରି ଛତୁ ଚାଷ। ନମସ୍କାର ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଓଡ଼ିଶାବାସୀଙ୍କ ପାଇଁ ଛତୁ ହେଉଛି ଏକ ପ୍ରିୟ ବ୍ୟଞ୍ଜନ। ଆମିଷ ଖାଉଥିବା ଲୋକ ହୁଅନ୍ତୁ ବା ଶାକାହାରୀ, ଛତୁ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳ ଛତୁ ଚାଷ କରାଯାଉଥିବା ବେଳେ କେତେକ ଜିଲ୍ଲାରେ ବଟମ ଛତୁ ମଧ୍ୟ ଚାଷ କରାଗଲାଣି। ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଆମ ରାଜ୍ୟକୁ ବଟମ ଛତୁ ଆମଦାନୀ ହୋଇଥାଏ। ତେବେ ଶୀତ ଋତୁ ଆସିଲେ କେନ୍ଦୁଝର ଜିଲ୍ଲାର ଯୋଡ଼ାବଡ଼ବିଲ ଅଞ୍ଚଳରେ ବହୁଳ ପରିମାଣରେ ଧିଙ୍ଗିରି ଛତୁ ଚାଷ କରାଯାଉଥିବା ଦେଖିବାକୁ ମିଳେ। ଏହାକୁ ନଭେମ୍ବର ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ 3 ମାସ ଚାଷ କରାଯାଏ। ସ୍ୱଳ୍ପ ପୁଞ୍ଜି ବିନିମୟରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ। ତେଣୁ ଖଣି ଅଞ୍ଚଳବାସୀ ଏଥିପ୍ରତି ଅଧିକ ଆକୃଷ୍ଟ ହେଉଥିବା ପରିଲକ୍ଷିତ ହେଉଛି। ଏହାର ଚାଷ ପ୍ରଣାଳୀ ମଧ୍ୟ ଅନ୍ୟ ଛତୁ ଚାଷ ପ୍ରଣାଳୀଠାରୁ ସହଜ ଏବଂ ଏଥିରୁ ଅଧିକ ଉତ୍ପାଦନ ମଧ୍ୟ ହୋଇଥାଏ। ଧିଙ୍ଗିରି ଛତୁର ମଞ୍ଜି 15ରୁ 20 ଟଙ୍କା ମଧ୍ୟରେ ମିଳିଥାଏ। ଜଣେ ବ୍ୟକ୍ତି 100 ବୋତଲ ଛତୁ ମଞ୍ଜି ଆଣି ଚାଷ କରିବାକୁ ଚାହିଁଲେ 3000 ଟଙ୍କା ଖର୍ଚ୍ଚରେ କରିପାରିବେ, ଯାହାକି 100ଟି ବୋତଲରେ 1.5 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଛତୁ ଉତ୍ପାଦନ କରିପାରିବେ। ଏହାର ବଜାର ଦର କିଲୋଗ୍ରାମ ପ୍ରତି 180ରୁ 200 ଟଙ୍କା ପର୍ଯ୍ୟନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତି 3000 ଟଙ୍କା ଖର୍ଚ୍ଚ କରି 20ରୁ 25000 ପର୍ଯ୍ୟନ୍ତ ଲାଭ ପାଇପାରିବ। ତେବେ ଅନ୍ୟ ଛତୁ ତୁଳନାରେ ଏହାର ଦର କମ୍ ଓ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ବଜାରରେ ଏହାର ଚାହିଦା କମ୍ ରହୁଥିବା ପରିଲକ୍ଷିତ ହେଉଛି। ତେଣୁ ଅନେକ ସମୟରେ ଲୋକେ ନିଜ ଛତୁକୁ ବିକ୍ରି କରିପାରନ୍ତି ନାହିଁ। ତେଣୁ ଏହାର ବିକ୍ରୟ ସୁବିଧା କରାଯିବା ସହିତ ଅନ୍ୟ ଅଞ୍ଚଳକୁ ରପ୍ତାନି କରାଯିବାର ବ୍ୟବସ୍ଥା କରାଗଲେ ଖଣି ଅଞ୍ଚଳବାସୀ ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି।